ପିଲାମାନେ ଆଜି ଆମେ ବ୍ରାହ୍ମାଟିପ୍ର ସାକ୍ଷାତ ରୂପାନ୍ତରୀକରଣ ଆଲୋଚନା କରିବା। ଏଠି ଦେଖ ବ୍ରାହ୍ମାଟିପ୍ ଲେଖାଯାଇଛି, ସେ ହେଉଛି ଚତୁର୍ଥ ସଂସ୍ଥାନ। ଯେମିତି ଲେଖାଯାଇଛି ବ୍ରାହ୍ମାଟିପ୍ ଚତୁର୍ଥ ସଂସ୍ଥାନ, ସେମିତି ତୁମେ ଚତୁର୍ଥ ସଂସ୍ଥାନ ଲେଖିଦେବ ପରୀକ୍ଷା ଖାତାରେ। ସେ ଯାଉଛି କେଉଁଟାକୁ ନା ପ୍ରଥମ ସଂସ୍ଥାନର ବାରବାରାକୁ। ସେଠି ଲେଖିଦେବ ପ୍ରଥମ ସଂସ୍ଥାନ ବାରବାରା, ପ୍ରଥମ ସଂସ୍ଥାନ। ତ କାହିଁକି ଗଲା ବ୍ରାହ୍ମାଟିପ୍ ବାରବାରାକୁ ନା ଯେହେତୁ ବ୍ରାହ୍ମାଟିପ୍ର ପ୍ରଥମ ଅକ୍ଷର ବ ଅଛି, ଆମେ ଜାଣିଛେ ପ୍ରଥମ ଅକ୍ଷର ଯାହା ଥିବ ସେହି ଅନୁସାରେ ସେ ପ୍ରଥମ ସଂସ୍ଥାନ ଯେଉଁ ଅକ୍ଷର ଥିବ ତାକୁ ହିଁ ରୂପାନ୍ତରିତ ହେବ। ଆସିଲା କେଉଁଟାକୁ ଦେଖ, ଏଠି ବାରବାରାକୁ ଆସିଛି, ଏମିତି ଉପରେ ଆଗେ ଲେଖିଦେବ। ଲେଖିଲା ପରେ ଚତୁର୍ଥ ସଂସ୍ଥାନ ଆମର ଯେଉଁ ବ୍ରାହ୍ମାଟିପ୍ ରହିଲା, ସେ ବ୍ରାହ୍ମାଟିପ୍ର ଆମେ କ'ଣ କରିବା ନା ଏଠି ଆ ରହିଲା, ଏଠି ଆ ରହିଲା, ଏଠି ଇ ରହିଲା। ତେଣୁ ଆମେ ତର୍କ ବାକ୍ୟ ଗଠନ କରିବା। ବର୍ତ୍ତମାନ ଏଠି ରଖିଲେ ଆ ତର୍କ ବାକ୍ୟ, ଏଠି ରହିଲା ଆ ତର୍କ ବାକ୍ୟ, ଏଠି ରହିଲା ସିଦ୍ଧାନ୍ତ ଇ ତର୍କ ବାକ୍ୟ। ତେଣୁ ଆ ତର୍କ ବାକ୍ୟରେ ଆମେ କ'ଣ କରିବା ବର୍ତ୍ତମାନ ନା ସମସ୍ତ ପ ମ ଅଟେ, ଗୋଟେ ତର୍କ ବାକ୍ୟ ଗଠନ କଲେ। ପୁଣି ଅପ୍ରଧାନ ହେତୁ ବାକ୍ୟ ଯେଉଁ ରହିଲା ଆ ତର୍କ ବାକ୍ୟ, ସେଠି ଆମେ କଲେ ସମସ୍ତ ମ ଅ ଅଟେ। ତ କାହିଁକି କଲେ ନା ମଧ୍ୟପଦ ରହିବ ଚତୁର୍ଥ ସଂସ୍ଥାନର ମଧ୍ୟପଦ ରହିବ ପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ। ଦେଖ ଗୋଟେ ରିଏଲ୍ ଜେଡ୍ ବା ଜେଡ୍ ଆମେ ଲେଖିଲେ, ଏଠି ସେ ଜେଡ୍ ଯେଉଁ ଲେଖିଲେ ମଧ୍ୟପଦ ରହିବ ଏଇ ମ ଯେଉଁ ରହିଛି, ଦେଖ ପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟର ଏଇ ଯେଉଁ ମ ରହିଛି, ମ ସେ ରହିଛି ଉଦ୍ଦେଶ୍ୟ ସ୍ଥାନରେ। ତେଣୁ ଆମେ ପାଇଗଲେ ନା ମଧ୍ୟପଦ ରହିଗଲା ପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ। ବର୍ତ୍ତମାନ ଆମେ ସିଦ୍ଧାନ୍ତକୁ ଯିବା। ସିଦ୍ଧାନ୍ତ କ'ଣ ହେବ ନା ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ ରହିବ ଅପ୍ରଧାନ ହେତୁ ବାକ୍ୟ। ଅପ୍ରଧାନ ହେତୁ ବାକ୍ୟ ମଧ୍ୟପଦ ଯେହେତୁ ମ ଗଲା, ଅପ୍ରଧାନ ହେତୁ ବାକ୍ୟର ଆଉ ରହିଲା କି ଓ ରହିଲା ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ। ସିଦ୍ଧାନ୍ତର ବିଧେୟ ସ୍ଥାନରେ କିଏ ରହିବ ନା ପ୍ରଧାନ ହେତୁ ବାକ୍ୟର ଯିଏ ରହିଲା ସିଏ ରହିବ ସିଦ୍ଧାନ୍ତର ବିଧେୟ ସ୍ଥାନରେ। ଏଠି ପ ରହିଥିଲା, ଏଠି ଆମେ ପ ଲେଖିଦେଲେ। ବର୍ତ୍ତମାନ ଆମେ କ'ଣ କରିବା ନା ଆମେ ଯିବା ପ୍ରଥମ ସଂସ୍ଥାନ ବାରବାରାକୁ। ତ ଏଇଠି ଯେଉଁ ରହିଛି ଛୁଆମାନେ ଦେଖ, ମ ଗୋଟେ ରହିଛି ବ୍ରାହ୍ମାଟିପ୍ର ମ। ଆମେ ଜାଣିଛେ ସ ପ ମ କ ଥିଲେ ସ ଥିବ, ଯଦି ଆମେ ସେଇ ତର୍କ ବାକ୍ୟରେ ଆମେ ଦେଖିବା, ସେ ବୈଧ ନ୍ୟାୟ ରୂପରେ ଦେଖିବା, ସ ଥିଲେ ତତ୍ପୂର୍ବବର୍ତ୍ତୀ ହେତୁ ବାକ୍ୟର ସରଳ ସମବର୍ତ୍ତନ ହେବ। ଯଦି ପ ରହିଲା ତତ୍ପୂର୍ବବର୍ତ୍ତୀ ହେତୁ ବାକ୍ୟର କ'ଣ ହେବ ନା ଅସରଳ ସମବର୍ତ୍ତନ ହେବ। ଯଦି ମ ଥିବ ତାହେଲେ ଉଭୟ ହେତୁ ବାକ୍ୟର ସ୍ଥାନ ପରିବର୍ତ୍ତନ ହେବ। ଏଠି ଗୋଟେ ମ ଅଛି, ଆମର ଦେଖ ବ୍ରାହ୍ମାଟିପ୍ର ମ ଅଛି। ତେଣୁ ଆମେ କ'ଣ କରିବା ନା ଏଇ ଯେଉଁ ଉଭୟ ହେତୁ ବାକ୍ୟ ଆ ତର୍କ ବାକ୍ୟ ରହିଛି ପ୍ରଧାନ ହେତୁ ବାକ୍ୟ, ଅପ୍ରଧାନ ହେତୁ ବାକ୍ୟ, ତାର ଆମେ ସ୍ଥାନ ପରିବର୍ତ୍ତନ କରିବା। ଏଠି ଅଛି ଦେଖ ଗାର ଅଛି, ପ୍ରଧାନ ହେତୁ ବାକ୍ୟ ଆସିବ ଅପ୍ରଧାନ ହେତୁ ବାକ୍ୟ ସ୍ଥାନକୁ, ଅପ୍ରଧାନ ହେତୁ ବାକ୍ୟ ଆସିବ ପ୍ରଧାନ ହେତୁ ବାକ୍ୟ ସ୍ଥାନକୁ। ଏଇଠି ଆମେ କ'ଣ କରିବା ନା ଏଠି ବି ଲେଖାଯାଇଛି ଦେଖ ମୋ ଦ୍ୱାରା, ଆମେ ଲେଖିଦେବା ମୋ ଦ୍ୱାରା। ହେଇଗଲା। ବର୍ତ୍ତମାନ ଆମର ଅପ୍ରଧାନ ହେତୁ ବାକ୍ୟ କିଏ ଥିଲା ନା ଆ। ଏଠି ଆମେ ଲେଖିଦେଇଛେ ଆ ଲେଖା ହେଇଛି ନା, ଆ ଲେଖିଦେଲେ। ଦେଖିବା ପରେ କ'ଣ ଅଛି ନା ସମସ୍ତ ମୋ ଅଟେ। ଏଠି ଆମେ ଲେଖିଦେଇଛେ ସମସ୍ତ ମୋ ଅଟେ, ଲେଖାଯାଇନି, ଲେଖିଲେ ବି ଠିକ୍ ଅଛି, ନ ଲେଖିଲେ ବି ଠିକ୍ ଅଛି। ତାପରେ ପ୍ରଧାନ ହେତୁ ବାକ୍ୟ କିଏ ଥିଲା ସମସ୍ତ ପ ମ। ତେଣୁ ଏଠି ପ୍ରଧାନ ହେତୁ ବାକ୍ୟ ଆମର ଏଇଠି ପଳେଇ ଆସିଛି, ଦେଖ ଗାର ଯେଉଁ ଦିଆଯାଇଛି ଅପ୍ରଧାନ ହେତୁ ବାକ୍ୟ ସ୍ଥାନକୁ, ସମସ୍ତ ପ ମ। ବର୍ତ୍ତମାନ ଆମେ ନିଜେ ସିଦ୍ଧାନ୍ତ ତିଆରି କରିବା। ଏଠି ଦେଖ ଅତଏବ ଚିହ୍ନ ଅଛି, ଯେମିତି ଅତଏବ ଚିହ୍ନ ଦେବା, ନହେଲେ ନମ୍ବର କାଟିଦେବେ ସାର୍ମାନେ। ତେଣୁ ଅତଏବ ଦେଇକି ଆମେ କ'ଣ କରିବା ନିଜେ ଗୋଟେ ସିଦ୍ଧାନ୍ତ ତିଆରି କରିବା। ତ ମଧ୍ୟପଦ କିଏ ରହିଲା ଛୁଆମାନେ, ଏଠି ରହିଲା ମ, ଏଠି ରହିଗଲା ମ। ମଧ୍ୟପଦ ଯେହେତୁ ରହିଗଲା ସିଏ ତ ଆଉ ସିଦ୍ଧାନ୍ତକୁ ଆସିବ ନାହିଁ। ତ ସିଦ୍ଧାନ୍ତକୁ କିଏ ଆସିବ ତ ସିଦ୍ଧାନ୍ତକୁ ଆସିବ ଆମର ପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ ଅଛି ଯେଉଁ ଓ, ଅପ୍ରଧାନ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ ଅଛି ଯେଉଁ ପ, ସିଏ ଆସିବେ। ତ ସିଦ୍ଧାନ୍ତର କ'ଣ ହେବ ନା ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ ରହିବ ପକ୍ଷପଦ। ପକ୍ଷପଦ କିଏ ଅଛି ଦେଖ, ଏଠି ପକ୍ଷପଦ ଅଛି ପ, ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ ରହିଲା। ସିଦ୍ଧାନ୍ତର ବିଧେୟ ସ୍ଥାନରେ ରହିବ କିଏ ନା ପ୍ରଧାନ ହେତୁ ବାକ୍ୟ। ପ୍ରଧାନ ହେତୁ ବାକ୍ୟ କିଏ ରହିଛି ନା ଓ, ଏଠି ଓ ରହିଲା। ଆମେ ସିଦ୍ଧାନ୍ତ ପାଇଗଲେ। ପାଇଲା ପରେ ଆମେ ଦେଖିବା ବାରବାରାର ଯେଉଁ ସିଦ୍ଧାନ୍ତ ଆ ତର୍କ ବାକ୍ୟ ସମସ୍ତ ପ ଓ, ସିଏ ବ୍ରାହ୍ମାଟିପ୍ର ଯେଉଁ ସିଦ୍ଧାନ୍ତ ଥିଲା କେତେକ ପ, ଦୁଇଟାକୁ ଦେଖିଲା ବେଳକୁ କ'ଣ ହେବ ନା ଏଠି ବ୍ରାହ୍ମାଟିପ୍ରେ ଓ ଅଛି ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ, ପ ଅଛି ସିଦ୍ଧାନ୍ତର ବିଧେୟ ସ୍ଥାନରେ। ଓ ଅଛି ଉଦ୍ଦେଶ୍ୟ ସ୍ଥାନରେ, ପ ଅଛି ବିଧେୟ ସ୍ଥାନରେ। ଏଠି କିନ୍ତୁ ବାରବାରାର ସିଦ୍ଧାନ୍ତର ଯେଉଁ ଆ ତର୍କ ବାକ୍ୟ ଆମେ ପାଇଛେ ପ୍ରଥମେ, ତାର ପ ଅଛି ଉଦ୍ଦେଶ୍ୟ ସ୍ଥାନରେ, ଓ ଅଛି ବିଧେୟ ସ୍ଥାନରେ। ଓଲଟା ହେଇଯାଇଛି। ତାକୁ ଆମେ କ'ଣ କରିବା ନା ଆମ ପାଖରେ ଗୋଟେ ଦେଖ ଏଠି ବ୍ରାହ୍ମାଟିପ୍ର ଲାଷ୍ଟ ଅକ୍ଷର ଅଛି ପ। ତ ପର କାମ କ'ଣ ଛୁଆମାନେ
ପର କାମ ହେଉଛି ତତ୍ପୂର୍ବବର୍ତ୍ତୀ ହେତୁ ବାକ୍ୟର ଅସରଳ ସମବର୍ତ୍ତନ। ତେଣୁ ଅସରଳ ସମବର୍ତ୍ତନ ଆ ତର୍କ ବାକ୍ୟର କିଏ ହେବ ନା ଇ ତର୍କ ବାକ୍ୟ। ଆଉ ଥରେ ଆମେ ଅତଏବ ଚିହ୍ନ ଦେଇଦେବା, ତାକୁ ଛାଡ଼ିବା ନାହିଁ। ଏଠି ଇ ତର୍କ ବାକ୍ୟ ଦେଖ ଲେଖା ହେଇଛି, ଇ ଲେଖିଦେବା। ତେଣୁ ଯେହେତୁ ଇ ତର୍କ ବାକ୍ୟ ହେଲା କ'ଣ ହେବ ନା କେତେକ ଓ ପ ଅଟେ। ଉଦ୍ଦେଶ୍ୟ ଆସିବ ବିଧେୟ ସ୍ଥାନକୁ, ବିଧେୟ ଯିବ ଉଦ୍ଦେଶ୍ୟ ଆସିବ ବିଧେୟ ସ୍ଥାନକୁ, ବିଧେୟ ଆସିବ ଉଦ୍ଦେଶ୍ୟ ସ୍ଥାନକୁ। ପାଇଗଲେ ଆମେ। ତେଣୁ ଆମେ ଯେତେବେଳେ ଗ୍ରାମାଟିପ୍ର ସାକ୍ଷାତ ରୂପାନ୍ତରୀକରଣ କରୁଛେ ସେ ହେଇଯାଉଛି ବାରବାରା ପ୍ରଥମ ସଂସ୍ଥାନକୁ ଆସିଯାଉଛି। ଏଇଠି ଆମେ ଇ ତର୍କ ବାକ୍ୟ ସିଦ୍ଧାନ୍ତ ପାଇଲେ ସେଇଠି ପିଲାମାନେ ବାମ ପଟେ ହେଉ କି ଡାହାଣ ପଟେ ହେଉ କ'ଣ କରିବ ଲେଖିଦେବ ପ ଦ୍ୱାରା। ଦେଖାଯାଉଛି ପିଲାମାନେ ପ ଦ୍ୱାରା। ଏଠି ଯେଉଁ ଆମେ ସ୍ଥାନ ପରିବର୍ତ୍ତନ କରିଥିଲେ, ହଁ ଏଠି ଅଛି ପ ଦ୍ୱାରା, ଦେଖିଦେବ ଲେଖିଦେବ। ପୁଣି ଯେଉଁ ଆମେ ସ୍ଥାନ ପରିବର୍ତ୍ତନ କରିଥିଲେ ଦେଖ ଏଠି ଲେଖାଯାଇଛି ମୋ ଦ୍ୱାରା, ସେମିତି ଏଇଠି ଯେଉଁ କ୍ରିସ୍ କ୍ରସ୍ ହେଇଥିବ ତାକୁ କରିଦେବ ମୋ ଦ୍ୱାରା। ବାସ୍ ହେଇଗଲା।